ସାଙ୍ଗମାନେ ଆଜିର ଭିଡ଼ିଓଟା ଆମର ପତିଦେବଙ୍କ ପାଖରୁ। ସାର୍ ଆମର ଖାଇ ପିଇ ସାରିଲେଣି, ଖାଇକି ଏବେ ଶୋଇଛନ୍ତି, ଶୋଇ ଗୋଡ଼ଟା ହଲଉଛନ୍ତି, ମୋବାଇଲଟା ଟିପୁଛନ୍ତି, ପୁରା ବିନ୍ଦାସ୍। ଆଉ କ'ଣ ତୁ ଖାଇଲୁ କେତେ ନ ଖାଇଲୁ କେତେ ତାଙ୍କର କ'ଣ ଯାଏ ଆସେ। ଆଜ୍ଞା, ଯେତେବେଳେ ଆପଣମାନେ ଦେଖିବେ ଘରକୁ ଆମର ଗେଷ୍ଟ ଥିବେ, ଲୋକବାକ ଥିବେ, ମୋ ସ୍ୱାମୀଙ୍କର କି ଭଲ ପାଇବା, ସେମାନେ ଭାବିବେ ମାନେ ବହୁତ ଭଲ ପାଉଛନ୍ତି ସ୍ତ୍ରୀଟାକୁ ହେଲା। ଦିନରେ 3 ଥର ପଚାରିବେ ଖାଇସାରିଲୁ ନା, ଖାଇ କାମ କରୁନୁ, ସକାଳେ ଗାଧୁଆଳେ ରାତିରେ କ'ଣ ଖାଇଲୁ, ଖାଇଦେଇ କାମ କର। ଏତେ ଭଲ ପାଇବା ଦେଖିବେନି ଆଉ, ମାନେ ଲୋକ ଦେଖାଣିଆ ଟିକେ ଭଲ ପାଇବେ ଆଉ। ଆଉ ଅନ୍ୟ ବେଳେ ତୁ ଚାକରାଣୀ ଠାରୁ ହୀନ, ତୁ ଖାଇଲୁ କେତେ ନ ଖାଇଲୁ କେତେ। ତାପରେ କ'ଣ କହିବେ, ତୁ ଆସିଛୁ କ'ଣ ପାଇଁ, କାମ କରିବାକୁ ଆସୁଛୁ, କାମ କରିବୁ ଖାଇବୁ। ବୁଝିପାରିଲେ, ଏଇଭଳିଆ ହେଉଛନ୍ତି ଆମ ପତିଦେବ। ଅଧିକାଂଶ ଘରେ ଏମିତିଆ ସ୍ୱାମୀମାନେ, ସ୍ତ୍ରୀ ଖାଇଲା କେତେ ନ ଖାଇଲା କେତେ ତାଙ୍କର କି ଟେନସନ୍, କିନ୍ତୁ କାମଟା କରିବା ହେଉଛି ନିହାତି ଆବଶ୍ୟକ ନା କ'ଣ। ତ ଚାଲନ୍ତୁ ଆଜି ରୋଷେଇ କ'ଣ କରିଥିଲି କହିଲେ। ଆଜି ଆମର ମାନେ ବଡ଼ ମାଛ ଆସିଥିଲା, ଆଳୁ ପକେଇକି ସବୁ ସୋରିଷ ଜିରା ରସୁଣ ପିଆଜ ସବୁ ମସଲା ବାଟିକି ଆମ୍ବୁଲ ପକେଇକି ଝୋଳ କରିଥିଲି। ଆଉ ଗୋଟେ ଭଜା ଭାଜିଥିଲି, ଶାଗ ଭାଜିଥିଲି। ତ ସମସ୍ତେ ଗରମ ଭାତ ଖାଇଲେ, କିନ୍ତୁ ମୋର ଆଜି ଟିକେ ମାଛ ମୁଣ୍ଡ ସହିତ ରସୁଣ ଲଙ୍କା ଛେଚିକି ଦଳିକି ପଖାଳ ଖାଇବାକୁ ଇଚ୍ଛା ହେଲା। ତ ମୁଁ ଏଇଠି ବସିଯାଇଛି ପଖାଳ ଖାଇବା ପାଇଁ। ଆଉ କ'ଣ, ରହିଲି, ବାଏ ବାଏ।